ସାଗର ଶାମୁକା ଆରେ ଏସବୁ କଣ? ଆରେ ୟାକୁ ନେଇ ତମେ କୁଆଡେ ଯାଇଥିଲ? ମୁଁ କଣ ପଚାରୁଛି ପରା? ଭାଇ ଆମେ ମାଟି ହାଣିବାକୁ ଯାଇଥିଲୁ। ଭାଇ ଆମେ ମାଟି ବୋହିବାକୁ ଯାଇଥିଲୁ। କଥା କଣ କି ଭାଇ, ଆମ ବସ୍ତିର କିଛି ଲୋକ କାମ କରିବାକୁ ଯାଉଥିଲେ। ମୁଁ ଶାମୁକାକୁ କହିଲି, ଶାମୁକାଲୋ ଆମର ତ ପାଠ ପଢା ସରିଗଲାଣି, ଘରେ ବସି କଣ କରିବା ଯେ, ଚାଲୁନୁ ମୁଁ ମାଟି ହାଣିଦେବି, ତୁ ମୁଣ୍ଡରେ ବୋହି ନେଇ ପକେଇଦବୁ। କିଛି ନହେଲେ ତ ଆମକୁ 2 ପଇସା ମିଳିଯିବ ନା। ସାନ ଭାଇକୁ ତ ମତେ ଭାରି ଭଲ ଲାଗିଲା। ମୁଁ ଭାବିଲି ବଡ ଭାଇ ତ ସବୁଦିନ କାମ କରୁଛି, ଆମେ ଟିକେ କାମ କରିଦେଲେ ତ କାନ୍ଧଟା ଟିକେ ହାଲକା ହେଇଯିବ, ସେଇଥିପାଇଁ। ବହୁତ ଭଲ କରିଛ ରେ ତମମାନେ। ୟାକୁ ନେଇ କାମ କରିବା ପାଇଁ ଚାହିଁ ବହୁତ ଭଲ କରିଛ ରେ। କାହିଁକି ନା ଭୁଲଟା ତମର ନୁହଁରେ, ଭୁଲଟା ହଉଛି ମୋର। ନଈ ପାଣି ଯଦି କୂଳ ଭାଙ୍ଗି ବନ୍ଧ ବାଡ଼ ଭସାଇ ଦିଏ, ସେଥିପାଇଁ ଦଇ ପାଣି ନୁହଁରେ, ସେଥିପାଇଁ ଦାୟୀ ହଉଛି ନଈ। କାହିଁକି ନା ପାଣିକି ବାନ୍ଧି ରଖିବା ପାଇଁ ତାକୁ ସେ ବନ୍ଧକୁ ଯେତିକି ମଜବୁତ କରିବା କଥା, ତା ବନ୍ଧକୁ ସେ ସେତିକି ମଜବୁତ କରିନଥାଏ। ରାସ୍ତା କଡ଼ରେ ଥିବା ବାଟୋଇକୁ ଯଦି ଭଙ୍ଗା ଚାଳ ଘରଟି ଆଶ୍ରୟ ଦେଇନଥାଏ, ତାହେଲେ ଦୋଷଟା ବାଟୋଇର ନୁହଁରେ, ଦୋଷଟା ହଉଛି ଭଙ୍ଗା ଚାଳ ଘରର। କାହିଁକି ନା ବାଟୋଇକି ଆଶ୍ରୟ ଦେବା ପାଇଁ ତା ଛାତକୁ ସେ ଯେତିକି ମଜବୁତ କରିବା କଥା, ତା ଛାତକୁ ସେ ସେତିକି ମଜବୁତ କରିନି। ଆରେ ଆରେ ମୁଁ ତ ଗୋଟେ ମୂଲିଆଟା, ତମମାନଙ୍କ ସ୍ୱପ୍ନକୁ ମୁଁ କେମିତି ପୂରଣ କରିବି? ବହୁତ ଭଲ କରିଛ ରେ, ତୁମେ ଭଲ କରିଛ। ଏ ବନ୍ଧୁ, ତୁ ପରା ମୋ ଦରିଆ କୂଳର ଦରଦୀ ବନ୍ଧୁ। ଆରେ ଏଇ ବିଚାର ତୋର ବନ୍ଧୁ। ଶେଷରେ ମତେ ଏତେ ଦୁଃଖ କଷ୍ଟ ଦେଲା ପରେ ତ ମନ ଶାନ୍ତି ହେଲାନି ଯେ ମୋ ଭାଇ ଭଉଣୀ ଦିଟାକୁ ତୁ କାମ କରିବାକୁ ପଠେଇଦେଲୁ। କେମିତି ରେ ବନ୍ଧୁ? ଆରେ କେମିତି? ତୁ କଣ କେମିତି ତୋ ଭାଇ ଭଉଣୀକୁ କାମ କରିବାକୁ ପଠେଇଛୁ? ତୋ ବଳିଆ ଭାଇକୁ କହିଛୁ ଯାଇ ତୁ ବାହାରେ କାମ କର, ତୋ ସୁଭଦ୍ରା ଭଉଣୀ କହିଛୁ ବଡ ଘରେ କାମ କରି ପଇସା ଆଣିବାକୁ। ଯଦି ତୁ ତୋ ଭାଇ ଭଉଣୀକି ମନ୍ଦିର ଭିତରେ ରଖିପାରିଲୁ, ତାହେଲେ ମୋ ଭାଇ ଭଉଣୀକୁ ତୁ କେମିତି କାମ କରିବାକୁ ପଠେଇଦେଲୁ? କେମିତି ରେ ବନ୍ଧୁ, କେମିତି? ଏ ଭାଇ ଚୁପ ହେଇଯା। ଆମର ଭୁଲ ହେଇଯାଇছিল ଭାଇ। ଏ ଭାଇ ଆମର ଭୁଲ ହେଇଯାଇছিল। ମାନେ ମତେ କେହି ଛୁଇଁବାକୁ ଚେଷ୍ଟା କରନି। ତମେ ମାନେ ମୋ ସ୍ୱପ୍ନକୁ ଭାଙ୍ଗି ଚୁରମାର କରିଦେଇଛ, ମାରି ଦେଇଛ, ମତେ ମାରି ଦେଇଛ। ବାସ୍ ଭାଇ ବାସ୍, ତୁ ବହୁତ କହିଲୁ, ଆମେ ବହୁତ ଶୁଣିଲୁ। ଆରେ ଆମେ ତ ମାନୁଛୁ, ତୋ ବିନା ଅନୁମତିରେ କାମ କରିବାକୁ ଯାଇ ଆମେ ତୋ ସ୍ୱପ୍ନକୁ ଭାଙ୍ଗି ଦେଇଛୁ, ତୋ ମନରେ ଆଘାତ ଦେଇଛୁ। ସେଥିପାଇଁ ତ ଆମେ ଭୁଲ ମାଗୁଛୁ। ଆଉ କହିବୁ ଯଦି ପ୍ରାୟଶ୍ଚିତ କରିବା ପାଇଁ ତୋ ଗୋଡ଼ ଧରି କ୍ଷମା ମାଗିବୁ। ସତ କହୁଥିଲେ ଭାଇ, ଆମେ ଏମିତି ଭୁଲ କେବେ ବି କରିବୁନୁ, ଏ ଭାଇ! କିନ୍ତୁ ମନରେ କେବେ କଷ୍ଟ ଦେବୁନି। ମୁଁ ତତେ କଥା ଦଉছিল ଭାଇ, ମୁଁ ପୋଲିସ ସହିତ ଆଶା ନିଶ୍ଚୟ ପୂରଣ କରିବି। ଏ ଭାଇ ସତ କହୁଥିଲେ ଭାଇ, ମୁଁ କଲେକ୍ଟର ହେଇ ତୋ ଛାତିକୁ ଚଉଡ଼ା କରିଦେବି। ହେଲେ ଭାଇ ସେଥିପାଇଁ ଦରକାର ପୁଳା ପୁଳା ଟଙ୍କା। ତୁ କହ ଭାଇ, ତୁ କଣ ଟଲି ଟାଣି ଆମକୁ ଏତେ ଟଙ୍କା ଦେଇପାରିବୁ? କହ ଭାଇ, ତୁ ଟଲି ଟାଣି କଣ ଆମ ପାଠ ପଢା ଖର୍ଚ୍ଚ ତୁଲେଇ ପାରିବୁ? ଭାଇ ମୋ କଥା ଟିକେ ବୁଝିବା ପାଇଁ ଚେଷ୍ଟା କର। ହାଡ଼ଭଙ୍ଗା ଶୀତରେ ଥରୁଥିବା ପ୍ରତ୍ୟେକ ଲୋକଟିର ଇଚ୍ଛା ତାଙ୍କୁ ଘୋଡ଼ି ହେବା ପାଇଁ ପାଖରେ କମଳଟିଏ ଦରକାର। ବର୍ଷାରେ ଭିଜି ଯାଉଥିବା ପ୍ରତ୍ୟେକ ଲୋକଙ୍କର ଇଚ୍ଛା ତାଙ୍କ ମୁଣ୍ଡ ଉପରେ ଛତାଟିଏ ଦରକାର। କିନ୍ତୁ ଭାଇ ସମସ୍ତଙ୍କୁ କମଳ ଘୋଡ଼ି ହୋଇଥିବାର ସ୍ୱପ୍ନ ମିଳେନି କି ବର୍ଷାରେ ଛତା ଧରିବାର ସୁଯୋଗ ମିଳେନି ଲୋକ। ଏସପି ଆଉ କଲେକ୍ଟର ଚାକିରି, ଗୋଟେ ଆକାଶ କଇଁଆ ହେଲେ ଗୋଟେ ଚିଲିକା ମାଛ, ଏସବୁ ଆମ ପାଇଁ ସ୍ୱପ୍ନ लो ଭାଇ। ସତ କହିବାକୁ ଗଲେ 7 ମହଣ ଘିଅ ହୁଏନି କି ରାଧା ପାଦରେ ଘୁଙ୍ଗୁର ପିନ୍ଧି କେବେ ନାଚେନି। ବହୁତ ହେଇଗଲା ଆମ ସ୍ୱପ୍ନ ଦେଖିବାଟା। ସେ ସ୍ୱପ୍ନର ବୈତରଣୀରେ ଆମେ ଭାଇ ଭଉଣୀ ସମସ୍ତେ ବୁଡ଼ି ମରିଯିବା ପୂର୍ବରୁ ସେ ସ୍ୱପ୍ନକୁ ଆମେ ଏଇଠି ବନ୍ଦ କରିଦବା। ମୁଁ ତତେ କଥା ଦଉছিল ଭାଇ, ତୋ କାନ୍ଧରେ କାନ୍ଧ ମିଶେଇ ମୁଁ ଟଲି ଟାଣିବି, ମାଟି ବୋହିବି। ଆମେ 2 ଭାଇ ମାଟି ବୋହି ଯେତିକି ରୋଜଗାର କରିବା ସେ ଟଙ୍କାରେ ଆମେ ବେଶ ଖୁସିରେ ଚଳିଯିବା। ଭାଇ ତୁ ମୋ କଥା ମାନି ଯା ନା, ତୋ କାନ୍ଧରେ କାନ୍ଧ ମିଶେଇ ମତେ ଟଲି ଟାଣିବାର ସୁଯୋଗ ଦେ। କେମିତି ରେ? କେମିତି ତୁ ଏତେ ବଡ଼ କଥା କହିପାରିଲୁ? ଆରେ ତୁ ଏସପି ହବୁ, ପୋଲିସ ହବୁ, ତୁ ମୋ ଶାମୁକା କଲେକ୍ଟର ହବ। ଆରେ ଏଇ ସପନକୁ ଦେଖି ଦେଖି ଆଜି ପର୍ଯ୍ୟନ୍ତ ମୁଁ ବଞ୍ଚିଛି ରେ। ନା ମତେ ଖରା କାଟୁଛି, ନା ମତେ ଶୀତ ହଉଛି। ଆରେ ତମମାନେ ମୋ ସ୍ୱପ୍ନକୁ ଭାଙ୍ଗି ଦେବାକୁ ଚେଷ୍ଟା କରିପାରିଲ କେମିତି? ଭାଇ ସ୍ୱପ୍ନ ଦେଖିବା ବହୁତ ସହଜ,
ହେଲେ ସେଇ ସ୍ୱପ୍ନକୁ ସାକାର କରିବା ଆଦମ ସହଜ କଥା ନୁହେଁ। ଯଦି କୌଣସି କାରଣ ସ୍ୱପ୍ନଟା ଅଧର ରହିଯାଏ, ନା ମଣିଷକୁ ବଞ୍ଚିବାକୁ ଦିଏ ନା ମରିବାକୁ ଦିଏ। ବରଂ ଜୀବନ୍ତ ଶବ ସଜାଇ ଦିଅ ଭାଇ, ଜୀବନ୍ତ ଶବ ସଜାଇ ଦିଅ। ଆମେ ଜିଅନ୍ତା ସବୁ ହିଁ ବଞ୍ଚି ପାରିବୁନି ଲୋ ଭାଇ। ପିଲାଦିନେ ବଡ ଦାଣ୍ଡରେ ବାପା ମା ଦି ଜଣ ହାତ ଧରା ଧରି ହଜି ଗଲେ। ସେଇ ଦିନଠାରୁ ତୁ ଆମର ବାପା ମା ହେଇ ଆମକୁ ପାଳିଛୁ, ଆଉ କାନ୍ଧରେ ବସେଇ ଜନମକୁ ଗପ ଶୁଣେଇଛୁ, ଆଉ ନିଦ ନ ଆସିଲେ ଧୋରେ ବାୟା ଗୀତ ଗାଇଛୁ। ହେଲେ ଭାଇ, ତୁ ଯଦି ଆମକୁ ଗଛ ଉପରକୁ ଚଢେଇ ଦେଇ ଓହ୍ଲେଇ ନ ପାରିବୁ, ସତ କହୁଛୁ ଲୋ ଭାଇ, ଆମେ ଦି ଜଣ ମରିଯିବୁ। ମରିଯିବୁ ଆମେ, ତୋରି ଆଖି ସାମ୍ନାରେ ଆମେ ଆତ୍ମହତ୍ୟା କରି ମରିଯିବୁ, ମରିଯିବୁ ଆମେ, ମରିଯିବୁ।